କେମିତି ଦେଖୁଛନ୍ତି? ଆଜ୍ଞା ସକାଳ 8ଟା ସମୟରେ ଯଦି ଏଇ ପ୍ରକାର ଘଟଣା ଘଟି ପାରୁଛି ଆଉ ଆମେ ମାନେ କଣ ସୁରକ୍ଷିତ ଆମେ ଏଇଥିରୁ ଆମେ ଜାଣିପାରୁଛୁ ଏ ଯୋଉ ସରକାର ଡବଲ ଇଞ୍ଜିନର ସରକାର ଯୋଉ ଚାରିପଟେ ଯୋଉ ଡିମଡିମା ପିଟିଛନ୍ତି ଆମେ ରାଜ୍ୟରେ କଣ କଣ ସବୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରୁଛନ୍ତି ବର୍ତ୍ତମାନ ପାଇଁ ଦିନ ଦିପରେ ଗୋଟେ ଝିଅକୁ ଆଣିକିରି ବର୍ତ୍ତମାନ ପାଇଁ ଏଠି ପୋଡ଼ିକିରି ମାରିଦେବା ପାଇଁ ଚେଷ୍ଟା କରୁଛନ୍ତି। ସେଥିପାଇଁ ଆମେ ବହୁତ ଗ୍ରାମବାସୀ ଏବଂ ଅଞ୍ଚଳବାସୀ ଆମେ ବହୁତ ଦୁଃଖିତ ବହୁତ ମର୍ମାହତ। ଆଉ ଏ ସରକାରଙ୍କୁ ଯଦି ଉଚିତ ପଦକ୍ଷେପ ନ ନିଅନ୍ତି 24 ଘଣ୍ଟା ଭିତରେ ଆମେ ରାଜରାସ୍ତାକୁ ଓହ୍ଲେଇବୁ ଆଉ ଅଞ୍ଚଳବାସୀ ଘୋର ବିରୋଧ କରିବୁ। ଏ ମଣିଷ ମରା ସରକାର ଅତି ଶୀଘ୍ର ଇସ୍ତଫା ଦେବା ଦରକାର। ଆଚ୍ଛା ଗୋଟେ କଥା ପଚାରିବାକୁ ଚାହିଁବି, ଯେତେବେଳେ ଘଟଣା ଘଟୁଛି ଦିନ ଦିପରେ ପୋଲିସ ଉପରେ ଗୋଟେ ବଡ ପ୍ରଶ୍ନବାଚୀ ସୃଷ୍ଟି ହଉଛି, ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ରହୁଛି କିନ୍ତୁ ଗୋଟେ ଘଟଣା ଯୋଉ ଘଟଣା ଗୋଟେ ଝିଅକୁ ରାସ୍ତାରେ ଯାଉଛି ଦିନ ଦିପରେ ତାକୁ ଧରୁଛନ୍ତି, ତାକୁ ବେହୋସ କରିଦଉଛନ୍ତି, କେହି କେମିତି ଦେଖୁନାହାନ୍ତି ଯୋଉ ଘଟଣା ଘଟେଇଛନ୍ତି ଭିଆଇଛନ୍ତି ଯୋଉ ଦୁର୍ବୃତ୍ତ ମାନେ ଏଇଠାର ନା ଅନ୍ୟ ଅଞ୍ଚଳରୁ କୋଉଠୁ ଆସିକି କରିଛନ୍ତି ଏମିତି ଘଟଣା ଘଟେଇଛନ୍ତି? ଆଜ୍ଞା ଦିନ ଦିପରେ ଗୋଟେ ଝିଅକୁ ଟେକି ନେଇକିରି ଏ ଜାଗାରେ ଆଣିକିରି ଏମିତି ଯଦି କରିପାରୁଛନ୍ତି ମାନେ ତାଙ୍କର କେତେ ପାୱାରଫୁଲ ସେ ଆପଣ ଏଇଥିରୁ ଜାଣିପାରୁଥିବେ। ତାଙ୍କୁ ଆଙ୍କ ପଛରେ ସରକାରଙ୍କର ସମ୍ପୂର୍ଣ୍ଣ ହାତ ଅଛି। କୌଣସି ପ୍ରକାର କାହାରିକି ମାନୁନାହାନ୍ତି। ଇଏ ଅରାଜକତା ପୁରା ବଢିଗଲାଣି, ବହୁତ ଆଙ୍କର ଉତ୍ପାତ ବଢିଗଲାଣି। ଇଏ ବର୍ତ୍ତମାନ ପାଇଁ କୌଣସି ପ୍ରକାର କାହାରିକି ଆଙ୍କର ଭୟ ନାହିଁ। ମଣିଷ ମାରିବାକୁ ବି ପଛଉନାହାନ୍ତି। ଇଏ ବର୍ତ୍ତମାନ ଏଇସବୁ ଜିନିଷ ଯୋଉ କଲେ ଏଥିପାଇଁକା ଗ୍ରାମବାସୀ ଆମେ ମାନେ ବହୁତ ମର୍ମାହତ ବହୁତ ଦୁଃଖିତ। ଆମେ ବହୁତ ଦୁଃଖରେ ସମୟ ଅତିବାହିତ କରୁଛୁ। ବହୁତ ଆମେ ଏ ବାବଦରେ ମାନେ ଆମେ ନିଜକୁ ବହୁତ ଅସୁରକ୍ଷିତ ମନେ କରୁଛୁ।